ରାଉରକେଲା କଲେଜର 38ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ। ରାଉରକେଲା ସେକ୍ଟର 4 ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲାର 38ତମ ବାର୍ଷିକ ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱରେ ଛାତ୍ର ସଂସଦର ମୁଖ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ମନୋଜ କୁମାର ଦଳେଇଙ୍କ ଆବାହକତ୍ୱ ତଥା ଅଧ୍ୟାପକ କରୁଣାକର ପାଠଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି, ରାଉରକେଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ଆଲୋକ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରି କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ବିକଶିତ ଭାରତର ଇଞ୍ଜିନ୍ ହେବା ପାଇଁ ଆହ୍ୱାନ ଦେଇଥିଲେ। ଏହା ସହ ସ୍ୱାଭିମାନୀ ସ୍ୱାବଲମ୍ବୀ ଭାରତ, ସବୁଜ ଭାରତ, ସ୍ୱଚ୍ଛ ଭାରତ ପାଇଁ ସହଯୋଗୀ ହେବା ସହ ଶିକ୍ଷାର ବିକାଶ ଓ ପଲିଥିନ୍ର ବ୍ୟବହାରକୁ ନିଷିଦ୍ଧ କରିବା, ବୃକ୍ଷରୋପଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ସମୟ ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଜଙ୍କସନ୍ର ସମୟ। ତେଣୁ ସ୍ଥିରତା ଓ ଭବିଷ୍ୟତ ଗଠନ ପାଇଁ ଏହି ସମୟକୁ ସଠିକ୍ ଉପଯୋଗ କରିବାକୁ ପରାମର୍ଶ ଦେବା ସହ କଲେଜରେ ଥିବା ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ପ୍ରାରମ୍ଭରେ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଛାତ୍ରୀ ପୂଜା କୁସୁମ ଏବଂ ସାଥୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରିବା ପରେ ଅଧ୍ୟକ୍ଷ ଡକ୍ଟର ଜେନା ସଭାପତିତ୍ୱ ଅଭିଭାଷଣରେ କଲେଜ ତରଫରୁ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଶିକ୍ଷାକୁ ଗୁରୁତ୍ୱ ଓ ଏଥିରେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ପ୍ରାଧ୍ୟାପକ ଶ୍ରୀ ଦଳେଇ ସଂସଦ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଓ କଲେଜର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ରଶ୍ମି ରଞ୍ଜନ ରାଉତ କଲେଜର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ କଲେଜର କୃତି ଶ୍ରେଷ୍ଠ ଛାତ୍ରଛାତ୍ରୀ ଅଙ୍କିତା ପଟ୍ଟନାୟକ, ଅନିତା ଜଗଦେବ, ଆଲିଆ ଉଜମା, ଅଞ୍ଜଳି କୁମାରୀ ଠାକୁର, ଚନ୍ଦା ସିଂ, ରଶ୍ମିତା ସିଂ ଓ ଯୁକ୍ତ 2 କଳାରେ ଉମି ଆଦିଭା, ବାଣିଜ୍ୟରେ ଅର୍ସାନ ରାଜା, ବିଜ୍ଞାନରେ ସାଇ ପ୍ରଦ୍ୟୁମ୍ନ ସାମଲ, କ୍ରୀଡ଼ାରେ ଗିରିଜାଶଙ୍କର ସ୍ୱାଇଁଙ୍କୁ ତଥା ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ସେହିପରି କଲେଜର ଜଣେ କର୍ମଚାରୀଙ୍କ ଦୁର୍ଘଟଣା ସ୍ଥଳରେ ସାହାଯ୍ୟ ଯୋଗାଇଥିବା 4 ସମାଜସେବୀ ଯୁବ ବନ୍ଧୁ ସୁରଜ, ନିପୁଲ, ସଚିନ ଓ ଭାବିସଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ ଅଧ୍ୟାପକ ତରୁଣୀ ନାୟକ ଧନ୍ୟବାଦ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ସୁନ୍ଦର ହୋଇଥିଲା। ପୂର୍ବ ଦିନ ହୋଇଥିବା ନାଟ୍ୟ ପରିଷଦର ଉପସଭାପତି ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ସଂଯୋଜନାରେ ଆୟୋଜିତ ବାର୍ଷିକ ନାଟ୍ୟୋତ୍ସବରେ ଅଧ୍ୟକ୍ଷ ଡକ୍ଟର ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଡକ୍ଟର ସମର ମୁଦାଲି ମୁଖ୍ୟ ଅତିଥି, ନାଟ୍ୟକାର ତଥା ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବୀନ ପରିଡ଼ାଙ୍କ ରଚିତ ତଥା ଅଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ନିର୍ଦ୍ଦେଶିତ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଭିନୀତ ନାଟକ କିନ୍ତୁ ଏକ ଶବ୍ଦକୁ ଉପଭୋଗ କରିଥିଲେ। ଏହି ନାଟକରେ ବିଚାରକ ଭାବେ ନାଟ୍ୟ ନିର୍ଦ୍ଦେଶକ ପଞ୍ଚାନନ ପାତ୍ର ଓ ନାଟ୍ୟ ଉପଦେଷ୍ଟା ବିଜୟ କୁମାର ଭୋଳ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ। ଶେଷରେ ଅତିଥିମାନଙ୍କ ଦ୍ୱାରା ନାଟକର ଶ୍ରେଷ୍ଠ କଳାକାର ଭାବେ ଗିରିଜା ଶଙ୍କର ସ୍ୱାଇଁ ଏବଂ ଦେବ ରଶ୍ମି ପ୍ରଧାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଉଭୟ କାର୍ଯ୍ୟକ୍ରମରେ କଲେଜର ବରିଷ୍ଠ ପ୍ରାଧ୍ୟାପିକା ଭାରତୀ ବରୁଆ, ବନ୍ଦନା ସୋରେଂ, ଅଜିତ ବେଗ, ବୈଜନ୍ତୀ ବାରିକ, ଦୀପାଳି ପ୍ରଧାନ, ମୌସୁମୀ ଦାସ, ପ୍ରାଧ୍ୟାପକ ରଞ୍ଜିତ ପ୍ରଧାନ, ଅନିଲ ରାମ, ରାଜକୁମାର ଜେନା, ସ୍ୱାତି ସ୍ମିତା ସାହୁ, ଅନାମିକା କୁଲୁ, ଶୁଭଶ୍ରୀ ବାରିକଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦେଖନ୍ତୁ ତାରି ଭିଜୁଆଲ। ଆଜିର ଯେଉଁ କାର୍ଯ୍ୟକ୍ରମ ସେ ସମ୍ପର୍କରେ ପଦେ। ଆଜି ଆମର ଗର୍ବ ଗୌରବର ସହର ରାଉରକେଲା ସର୍ବପୁରାତନ ଶିକ୍ଷାନୁଷ୍ଠାନ, ଯାହାକୁ ଆମର ରାଉରକେଲା ମଧ୍ୟ ଗର୍ବ ଅନୁଭବ କରୁଛି, ସେଇଭଳିଆ ରାଉରକେଲା କଲେଜର ବାର୍ଷିକ ଉତ୍ସବ ଥିଲା। ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଭାଗ ନେଲି। ପିଲାମାନଙ୍କ ସହିତ ଅଧ୍ୟକ୍ଷ କଲେଜର ଅଧ୍ୟାପକ ଅଧ୍ୟାପିକା ସମସ୍ତଙ୍କୁ ମିଳିଲା। ମାହୋଲ
ବଡ଼ ଉତ୍ସବ ମଧ୍ୟରେ ଆଜିର ଏ କାର୍ଯ୍ୟକ୍ରମ ପାଳନ ହେଲା ଆଉ ଖୁସି ଲାଗିଲା ଏଇଭଳି ଏକ କଲେଜର ମାନେ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ। ଧନ୍ୟବାଦ ନମସ୍କାର। ମୁଁ ଡକ୍ଟର ରବୀନ୍ଦ୍ର କୁମାର ଜେନା ରାଉରକେଲା କଲେଜ ଏବଂ ରାଉରକେଲା HSC ସ୍କୁଲର ପ୍ରିନ୍ସିପାଲ। ଆଜି ଆମର ଆନୁଆଲ୍ ଡେ କଲେଜରେ ପାଳନ ହୋଇଛି। ଦୀର୍ଘ 2 ଦିନ ଧରି ଆମର ପର୍ବ ପାଳନ କରିଛୁ। କାଲି ଆମର ଡ୍ରାମାଟିକ୍ ଆସୋସିଏସନର ଡ୍ରାମା ଥିଲା, ଆଜି ଆନୁଆଲ୍ ଡେର ଫଙ୍କସନ୍ ଥିଲା। ଆଜି ଏଥିରେ ଆମର ମାନ୍ୟବର ବିଧାୟକ ଦୁର୍ଗାଚରଣ ତନ୍ତୀ ଥିଲେ ଆମର ଗେଷ୍ଟ ଏବଂ ତାଙ୍କ ସହିତ ମଧ୍ୟ ସୁପରିଟେଣ୍ଡିଂ ଇଞ୍ଜିନିୟର ଶ୍ରୀଯୁକ୍ତ ଆଲୋକ ନାୟକ ମଧ୍ୟ ଗେଷ୍ଟ ଥିଲେ। 2 ଜଣ ଯାକ ଆସିଥିଲେ। ଆମେ ଏଠି ପ୍ରାଇଜ୍ ଡିଷ୍ଟ୍ରିବ୍ୟୁଟ୍ କରିଛୁ। ଯେଉଁମାନେ ଶେଷ ବର୍ଷର ଛାତ୍ରଛାତ୍ରୀ ଥିଲେ ଆମର 6ଟି ଡିପାର୍ଟମେଣ୍ଟର ଡିଗ୍ରୀର ଏବଂ 3ଟି ଡିପାର୍ଟମେଣ୍ଟର ଆମର +2ର 2ଟି ଯାକର ସଫଳ କୃତି ଛାତ୍ରଛାତ୍ରୀମାନଙ୍କୁ ଆମେ ତାଙ୍କୁ ପ୍ରାଇଜ୍ ଦେଇଛୁ, ସାର୍ଟିଫିକେଟ୍ ଦେଇଛୁ ଏବଂ ଆଜି ଭଲ ଭାବରେ ପାଳନ ହେଉଛି। ପିଲାମାନେ ମଧ୍ୟ ତାଙ୍କର ଅନ୍ତର୍ନିହିତ ଗୁଣାବଳୀର କିପରି ବିକାଶ ହେବ ସେଥିପାଇଁ ମଧ୍ୟ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟି ସବୁ ରଖାଯାଇଛି। ଆମର ସଙ୍ଗୀତ ପରିବେଷଣ କରାଯାଉଛି, ନାଚ ପରିବେଷଣ କରାଯାଉଛି। ଏହା ସହିତ ଆମ କଲେଜ ଆଜି ବହୁତ ଆନନ୍ଦ ମୁଖରିତ। ସମସ୍ତେ ଏଥିରେ ଭାଗ ନେଇଛନ୍ତି। ଶିକ୍ଷକଠାରୁ ଆରମ୍ଭ କରି ଅଧ୍ୟାପିକାଙ୍କଠାରୁ ଆରମ୍ଭ କରି ଅଧ୍ୟାପକଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଭାଗ ନେଇଛନ୍ତି ଏବଂ ବହୁ ଆନନ୍ଦରେ ଆମେ ଏହାକୁ ପାଳନ କରୁ। हाँ आज आम राउरकेला कॉलेज आमर प्रिंसिपल महोदय डाकी ये वार्षिक उत्सव तो निश्चय ये आमर PWD तरफ रिपेयर मेंटेनेंस जहाँ दरकार आम सब चेष्टा करवा कॉलेज जहाँ उन्नति दरकार सब इंफ्रास्ट्रक्चर डेवलपमेंट सब सचेत आ निश्चय साहाय्य कर। छात्र छात्री बार्ता कौन रहा? छात्र छात्री तो सब आम दिने स्टूडेंट थी आज आम गोटे प्रोफेशन अच्छु बट स्टूडेंट मानक सब निजर पढ़ा जीवन में निश्चय कष्ट करने पड़ो बट मैंने गोटे लेवल कौन कम्पिटिटिव एग्जाम से निश्चय प्रिपेरेसन कर सब भल करवा कथा भविष्यटा ये तैयारी हम मेन जंक्शन पॉइंट। धन्यवाद धन्यवाद। ब्यूरो न्यूज ओडिशा कथा यूट्यूब चैनल टी को आपण माने देखुचंती मतामत दियंतु, लाइक करंतु, सब्सक्राइब करंतु और शेयर मध्य करंतु।